ତ ହାଲୋ ସାଙ୍ଗମାନେ। ତ କେମିତି ଅଛନ୍ତି ସବୁ? ଭାବୁଛି ସବୁ ଭଲରେ ଥିବେ, ଖୁସିରେ ଥିବେ। ତ ଭାଇ ଡ୍ୟୁଟିରେ ଯେହେତୁ ବିଜି ରହୁଛି ତ ଭିଡ଼ିଓ ଆସିପାରୁନାହିଁ। ବହୁତ ଭାଇମାନେ କମେଣ୍ଟ କରୁଛନ୍ତି ତ ମୟୂରଭଞ୍ଜର କଟଅଫ୍ କ'ଣ ଯିବ, ଆଉ ଆମର ତ ଭାଇବା ସରିଲା, ଭାଇ କେବେ ରେଜଲ୍ଟ ଆସିବ, ତ ସେ ବିଷୟରେ ବି କମେଣ୍ଟ କରୁଛନ୍ତି। ଆଉ ଭାଇ ବାଲେଶ୍ୱର ନା ସେଇଟା ଜଗତସିଂହପୁର ଜିଲ୍ଲାର ମାନେ ଭାଇବା ଯେହେତୁ ଥିଲା, ମୁଁ ତ ଭାଇ ଡ୍ୟୁଟିରେ ବିଜି ରହିଲି, ତ ସେଥିପାଇଁ ଆପଣଙ୍କ ପାଇଁ କିଛି ଭିଡ଼ିଓ ଆଣିପାରିଲି ନାହିଁ, ତ କ୍ଷମା କରିବେ। କିନ୍ତୁ ଯେହେତୁ ଏବେ କିଛି ଟାଇମ୍ ମିଳିଲା, ତ ଭାଇ ବହୁତ ଭାଇ କମେଣ୍ଟ କରୁଥିଲେ, ଭାଇ ଆମର ତ ମୟୂରଭଞ୍ଜ ଜିଲ୍ଲାର ଭାଇବା ଆମର ସରିଲା, ତାପରେ କଟଅଫ୍ କେତେ ଯିବ, ମାନେ କେତେ ମାର୍କ ରଖିଲେ ଆପଣ ସିକ୍ୟୁର ରହିବେ, ଆଉ ପଚାରିଥିଲେ ଭାଇ କେତେ ଦିନ ଲାଗିବ ଆମର ଫାଇନାଲ୍ ରେଜଲ୍ଟ ବାହାରିବାକୁ। ତ ଚାଲନ୍ତୁ ଆଜି ଭିଡ଼ିଓରେ ଦେଖିବା ମାନେ କେବେ ଆସିବ, ମାନେ କେତେ ତାରିଖ ଭିତରେ ଆସିବାର ସମ୍ଭାବନା ବହୁତ ରହୁଛି, ତ ସେଇଟା ଜାଣିନେବା। ଆଉ କଟଅଫ୍ କେତେ ଯିବ ସେଇଟା ଟିକେ ଦେଖିନେବା। ତ ଭାଇ ଯଦି ନୂଆ ନୂଆ ଭାଇ ଚ୍ୟାନେଲରେ ଆମର ଆସିଛନ୍ତି ତ ଭିଡ଼ିଓକୁ ଲାଇକ୍ କରନ୍ତୁ। ତ ଭିଡ଼ିଓ ଭଲ ଲାଗିଲେ ଭାଇ ଲାଇକ୍ କରନ୍ତୁ, ଯଦି ବି ଭଲ ନ ଲାଗେ ଡିସଲାଇକ୍ ବି କରନ୍ତୁ, ଚଳିବ। ତ ଭାଇ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତ ଭାଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆମର ଯାହା ବି ଭାଇ ଅପଡ଼େଟ୍ ଆସୁଛି ଆପଣଙ୍କ ପାଖରେ ଜଲ୍ଦି ପହଞ୍ଚିଯିବ। ତ ଚାଲନ୍ତୁ ଭାଇ ଭିଡ଼ିଓଟି ଷ୍ଟାର୍ଟ କରିବା, ଆଗ ଦେଖିବା। ତ ଭାଇ କଟଅଫ୍ କହିବାକୁ ଗଲେ ଭାଇ ବହୁତ ପିଲା, ଯେହେତୁ ଆପଣଙ୍କର ବହୁତ ପୋଷ୍ଟ ବାହାରିଛି, ପ୍ରାୟ 280 280 କହୁଥିଲେ, ମାନେ କମେଣ୍ଟ କରିଥିଲେ, ମୁଁ ତ ପଚାରିଥିଲି କେତେ ପୋଷ୍ଟ ବାହାରିଛି ଭାଇ କୁହନ୍ତୁ। ତ ବହୁତ ପୋଷ୍ଟ ଥିଲା, ଯେହେତୁ ମୟୂରଭଞ୍ଜରେ ଭାଇ ବହୁତ ପିଲା ବି ସିଲେକ୍ଟ ହେଇଥିଲେ, ତ ସିଲେକ୍ସନ୍ ବି ଭାଇ ହାର୍ଡ଼ ରହିବ, ମାନେ ସିଲେକ୍ସନ୍ କରିବା ବି ସେତେ ମାନେ ସହଜ ନୁହଁ, କାରଣ ବହୁତ ପିଲା ବି ସେମ୍ ମାର୍କ ଆଣିଥିବେ, ତ କାଟିବାଟା ବି ବହୁତ କଷ୍ଟ। ତ ସେଥିପାଇଁ ମାନେ ଯେହେତୁ ଅଧିକ ପିଲା ପକେଇଥିଲେ ତ ବହୁତ ପିଲା ବି ଆଶାରେ ରହିବେ, ମାନେ ଭାଇ କମ୍ ମାର୍କରେ ବି ସବୁ ତ ପ୍ରାୟ ସେମ୍ ମାର୍କ ହିଁ ଥିବ, ସେମିତି କିଛି ପୁରା ଡିଫରେନ୍ସ ନଥିବ। ତ ଭାଇ ଦେଖିବା ମାନେ କେବେ କେତେ ଡେଟ୍ ଭିତରେ ମାନେ ରେଜଲ୍ଟ ଆସିବ, ଫାଇନାଲ୍ ରେଜଲ୍ଟ ସେଇଟା କହିବାକୁ ଗଲେ ଆପଣଙ୍କର ଏବେ ତ ଭାଇ ଏକ୍ଜାମ୍ ଆପଣଙ୍କର ସରିଲା ଏଇ 5ରେ ନା 3ରୁ 5 ନା କେତେ ଥିଲା କହୁଥିଲେ, ତ ସେଇ ଡେଟ୍ଟା ମାନେ ଜାଣିନି, କିନ୍ତୁ ଏବେ ସରିଥିବ ବୋଧେ 5ରେ ନା କେତେରେ ସରିଥିବ। ତ ଭାଇମାନେ ପଚାରୁଥିଲେ ଭାଇ କେତେ ଡେଟ୍ ଭିତରେ ଆମର ରେଜଲ୍ଟ ଆସିଯିବ ଆଉ କଟଅଫ୍ ଯିବ ସେଇଟା ପଚାରୁଥିଲେ। ତ ଭାଇ ରେଜଲ୍ଟ ଆସିବାର ଡେଟ୍ କହିବାକୁ ଗଲେ ଆପଣଙ୍କର ଯେଉଁ ବି ମାନେ ଏବେ ପ୍ରୋସେସ୍ ଆପଣଙ୍କର ସରିଲା, ଆପଣଙ୍କର ଭାଇବା ବର୍ତ୍ତମାନ ସରିଲା, ତ ବହୁତ ଚାନ୍ସେସ୍ ଆପଣଙ୍କର ରହୁଛି ଏଇ ମାସ ଲାଷ୍ଟ ଭିତରେ ଆସିବାର, ନହେଲେ ବି ଆପଣଙ୍କର 20 ତାରିଖ ମାନେ 20 ଦିନ, ମାନେ ମିନିମମ୍ଟା ହେଉଛି ଆପଣଙ୍କର 20 ଦିନ ପରେ ହିଁ ଆସିବାର ସମ୍ଭାବନା ବହୁତ ରହୁଛି, କାରଣ ଯେହେତୁ ଅଧିକ ପୋଷ୍ଟ ତ ଲେଟ୍ ବି ହେଇପାରେ ସିଲେକ୍ସନ୍ କରିବାରେ। ତ ମିନିମମ୍ଟା ଧରିକି ଚାଲନ୍ତୁ ଭାଇ 20 ଦିନ ମାନେ 20 ଦିନ ଭିତରେ, 20 ଦିନ ପରେ ଆପଣଙ୍କର ରେଜଲ୍ଟ ଯାହା ହେଲେ ବି ଆସିଯିବାର ବହୁତ ସମ୍ଭାବନା ରହୁଛି। ତ ଯଦି ଭାଇ 20 ଦିନ ଭିତରେ ନ ଆସେ, ଯାହା ହେଲେ ବି ଭାଇ ନେକ୍ସଟ ପ୍ରୋସେସ୍ ଆପଣଙ୍କ ମାନେ ନେକ୍ସଟ ପ୍ରୋସେସ୍ ହେବାକୁ, ଆପଣଙ୍କର ଫାଇନାଲ୍ ରେଜଲ୍ଟ ଆସିବାକୁ ଆପଣଙ୍କର 30 ଦିନରୁ 45 ଦିନ ଭିତରେ ହିଁ ଆସିଯିବ, ମାନେ ବହୁତ ଲେଟ୍ ତ କରିବେନି, ଯେହେତୁ ବହୁତ ଲେଟ୍ କଲେ ସେମାନଙ୍କୁ ହିଁ ପ୍ରୋବ୍ଲେମ୍। ତ ସେଥିପାଇଁ ଯାହା ହେଲେ ବି ଭାଇ ମିନିମମ୍ଟା 20 ଦିନ ଭାଇ, ଯଦି 20 ଦିନ ଭିତରେ ନ ଆସିଲା 30ରୁ 45 ଦିନ ଭିତରେ ନିଶ୍ଚିତ ଆସିଯିବ। ଯଦି କିଛି ଭାଇ କେସ୍ ନୁହେଁ, ଯଦି ଆପଣଙ୍କର ଏରିଆରେ, ଯଦି ଆପଣଙ୍କର ଯେଉଁ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାରେ ଯଦି ଆପଣଙ୍କର ହାଇଲାଇଟ୍ କେସ୍ କ'ଣ ହେଇଯାଏ, ତ ତାହେଲେ ଆପଣଙ୍କର ରେଜଲ୍ଟ ଘୁଞ୍ଚି ଯାଇପାରେ, ଯେହେତୁ ଆମର ସେମିତି ହେଇଥିଲା। ତ ସେଥିପାଇଁ ଭାଇ ଏ ମାନେ ଆଶା କରିକି ନିଅନ୍ତୁ, ଆଶା କରିକି ନାହିଁ ତ ମାନେ ମୁଁ କହୁଛି ଯାହା ହେଲେ ବି ଭାଇ 30ରୁ 45 ଦିନ ଭିତରେ ଆପଣଙ୍କର ଆସିଯିବ। ତ ୱେଟ୍ କରିବାକୁ ପଡ଼ିବ ଭାଇ, ୱେଟ୍ କରନ୍ତୁ। ଯେଉଁମାନଙ୍କର ଭାଇ ଭାଇବା ଭଲ ହେଇଛି, ଏକ୍ଜାମ୍ ଭଲ ହେଇଛି, ଆଶା ହାରନ୍ତୁ ନାହିଁ ସମସ୍ତେ, ମାନେ ଯିଏ ବି ସିଲେକ୍ସନ୍ ହୁଅନ୍ତୁ କି ନ ହୁଅନ୍ତୁ ମନ ଦୁଃଖ କରିବେନି, ଆଗକୁ ବହୁତ ଭାଇ ଅଛି, ଆମର ଡିଷ୍ଟ୍ରିକ୍ଟ କନଷ୍ଟେବଳ ସବୁ ଆସିବ। ଯେଉଁମାନଙ୍କର ଏଜ୍ ପଳେଇଗଲା ଆଉ କ'ଣ କରିବ ଭାଇ, ଯଦି ସିଲେକ୍ସନ୍ ହେଉଛନ୍ତି ସମସ୍ତଙ୍କୁ ଭାଇ କଂଗ୍ରାଚୁଲେସନ୍, ଯଦି ବି ହେବେ ତ ହେଲା ପରେ ବି ତ ଭାଇ ଦେଖାହେବା, ମାନେ ସବୁ ପ୍ରାୟ ଡ୍ୟୁଟିରେ ଦେଖାହେବା। ତ ଦୁଃଖ କରିବାର ନାହିଁ ଭାଇ, ଯେଉଁମାନେ ବି ସିଲେକ୍ସନ୍ ହେଇପାରୁନାହାନ୍ତି ତ ଦୁଃଖ କରନ୍ତୁ ନାହିଁ, କାରଣ ଆଗକୁ ଆହୁରି ଜୀବନ ଅଛି, ମାନେ ଏଇଟା ହେଲା ନାହିଁ ବୋଲି ପୁରା ଡିପ୍ରେସନ୍ ତ ଟିକେ ରହିବ, କାରଣ ଆମେ ଫେସ୍ କରିଛୁ ଯାହା ଡିପ୍ରେସନ୍, ତ ସେଇଟା ରହିବ, କିନ୍ତୁ ସେଇଟାକୁ ଛାଡ଼ି ଭାଇ ଆପଣ ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ।
ଭାଇ ଗଭର୍ଣ୍ଣମେଣ୍ଟ ଚାକିରି ମାନେ ସେମିତି କିଛି ନାହିଁ ଯେ ଏ ଚାକିରିରେ ହିଁ ବଞ୍ଚି ହବ। ନିଜେ ବି ଲୋକ ମାନେ କାମ କରି ଯାହା ହେଲେ ବି ବିଜନେସ୍ ଯାହା ବି କରିକି ଭାଇ ବଞ୍ଚୁଛନ୍ତି। ତ ସେମିତି କିଛି ଭାବିବେ ନାହିଁ। ଆଉ ଗୋଟେ କଥା ଭାଇ ମାନେ କମେଣ୍ଟ କରୁଥିଲେ ଭାଇ ମାର୍କ କେତେ ଆମେ ରଖିଲେ ଆମର ସିକ୍ୟୁର ମାର୍କ ବୋଲି ଭାବିବୁ। ତ ଭାଇ ମୁଁ ଏମିତି କହିବିନି କି ଭାଇ କମ୍ ରଖିଲେ ବି ମାନେ ଆପଣ ସିଲେକ୍ସନ ହେଇଯିବ ଆଶା ରଖନ୍ତୁ ଏମିତି ସେମିତି ତ ମୁଁ କହିବିନି। ଯାହା ପ୍ରାକ୍ଟିକାଲ କଥା ଭାଇ ତାହା ହିଁ ମୁଁ କହିବି। ମାନେ ଆପଣଙ୍କର ଯାହା ବି ଭାଇ ଯେଉଁଥିରେ ବି ମାର୍କ ଥାଉ କି କଣ ଥାଉଛି ଥାଉ ଟୋଟାଲ ମାର୍କ ସେଇଟା ମିଶେଇଲା ପରେ ଆପଣଙ୍କର ଯାହା ହେଲେ ବି ଭାଇ 80% ରହିବାକୁ ପଡ଼ିବ। ତ 80% ରହିଲେ ହିଁ ଆପଣଙ୍କର ଆଶା ରଖିବେ ଯେ ଭାଇ ମୋର ସିଲେକ୍ସନ ହବାର ମାନେ ଟିକେ ଚାନ୍ସେସ୍ ଅଛି, ବହୁତ ଚାନ୍ସେସ୍ ଅଛି। ଆପଣଙ୍କର ଯଦି ସବୁ ମିଶେଇକି ଯଦି ଆପଣଙ୍କର 80% ହଉଛି ରହୁଛି, ଭାଇବା ତ ଆପଣ କହିପାରିବେନି କେତେ ମାର୍କ ଦେବେ କଣ। ସେଇଟା ଆପଣଙ୍କର ସେଠି ଯାହାହେଲେ ବି ସାର୍ ମାନେ ଦେଖିକି ଆପଣଙ୍କର ମାନେ କେମିତି ଆନ୍ସର ଦଉଛନ୍ତି, ଆପଣଙ୍କର କେତୋଟି ଆନ୍ସର ଦେଲେ ସେଇଟାକୁ ଦେଖିକି ମାନେ ଟୋଟାଲ ଆପଣଙ୍କୁ କେତୋଟି ପ୍ରଶ୍ନ ପଚରା ଯାଉଛି ତ ସେଇ ଉପରେ ହିଁ ଦେଖିକି ସେଇଟା ଦେବେ। ଭାଇବାକୁ ଛାଡନ୍ତୁ, ଯାହାହେଲେ ଯାହାର ଭାଇବା ଟିକେ ଭଲ ହେଇଥିବ ସେ ତ ଜାଣିଥିବ କେତେଟା କୋଶ୍ଚେନ୍ କଣ ଦେଇଛି। ତ ସେ ଭାଇବାକୁ ଛାଡିକି ରେଜଲ୍ଟ ତ ବାହାରିଲା ପରେ ଭାଇବା ସମସ୍ତଙ୍କର ଯାହାହେଲେ ବି ଯିଏ ଯେମିତି କରିଥିବ ସେମିତି ଆସିବ। ତ ରେଜଲ୍ଟ ଆସିଲା ପରେ ଭାଇ ଯାହାର ବି ମାନେ ଟୋଟାଲ ଭାଇବା ସବୁ ମାର୍କ ମିଶେଇକି ଆପଣଙ୍କର ଟୋଟାଲ ମାର୍କ ଯେତିକି ବି ଆପଣଙ୍କର ଅଛି ତାର ଭାଇ 80% ଆପଣଙ୍କୁ ରଖିବାକୁ ପଡିବ। ତ 80% ଯଦି ରଖୁଛନ୍ତି ପୁରା ଭାଇ ମାନେ ବହୁତ ସମ୍ଭାବନା ଅଛି ଆପଣଙ୍କର ସିଲେକ୍ସନ ହେଇଯିବ। କାରଣ ସେତେ କମ କଟଅଫ୍ ଯାଉନି, କାରଣ ପିଲା ବି ଯେହେତୁ କୋଶ୍ଚିନ୍ ଲେଭେଲ ମାନେ ସେତେ ହାର୍ଡ ରହୁନି ତ ସବୁ ପିଲା ଭାଇ ଆଟେଣ୍ଡ କରୁଛନ୍ତି କୋଶ୍ଚିନ୍। ତ ସେଥିପାଇଁ କଟଅଫ୍ ତ ହାଇ ଯିବ। ଯାହାହେଲେ ବି 80% ରଖିଦେଲେ ଆପଣଙ୍କର ଯାହାହେଲେ ବି ମାଇଣ୍ଡରୁ ଟେନସନ ଯିବ ଯେ ହଁ ହବାର ବହୁତ ଚାନ୍ସେସ୍ ଅଛି। ବହୁତ ପିଲାମାନଙ୍କର ମାନେ ହେଇଛି 80 ବି ଥାଇକି ହେଇନି, କିନ୍ତୁ 80 ରଖିଲେ ଭାଇ ଟିକେ ମୁଣ୍ଡ ଟେନସନ ପଳେଇବ, କାରଣ ଭାବିବ ଯେ ହଁ ହବାର ମୋର ଚାନ୍ସେସ୍ ଟିକେ ଅଛି। ଆଉ 80ରୁ କମ ରଖିଲେ ଯଦି ସେମିତି କଣ କୋଶ୍ଚିନ୍ ଲେଭେଲ ଯଦି ଆପଣଙ୍କର ହାର୍ଡ ତ ନଥିବ ଯାହାହେଲେ ଜାଣିବାରେ କୋଶ୍ଚିନ୍ ଲେଭେଲ ସେତେ ହାର୍ଡ ପକେଇ ନଥିବେ। ଯଦି ବି ପକେଇଥିବେ ଭାଇ ସେଇଟାକୁ ଦେଖିକି କଟଅଫ୍ ଯିବ। କିନ୍ତୁ ମୁଁ ଯାହା ବି କହିଦେଲି ଆପଣଙ୍କର ଯଦି 80% ରହୁଛି ଟୋଟାଲ ମାର୍କର 80% ରହୁଛି ତ ସିଲେକ୍ସନ ହବାର ସମ୍ଭାବନା ଆପଣଙ୍କର ବହୁତ ଅଧିକ। ଏମିତି ନାହିଁ କି ଭାଇ ମୁଁ କହିଦେବି ଯେ 50 ମାର୍କ ରଖିଲେ ବି ଆପଣଙ୍କର ମାନେ 50% ଟୋଟାଲ ମାର୍କର 50% ରଖିଲେ ବି ଆପଣ ସିଲେକ୍ସନ ହେଇଯିବେ। ଏମିତି ସେମିତି ଭାଇ ମୁଁ ମାନେ ମିଛ କହିକି ଆପଣଙ୍କର ଭ୍ୟୁ ନବା ପାଇଁ ବୋଲି ମୁଁ ଖାଲି ଭିଡ଼ିଓ କରୁନି। ମୁଁ ଜେନ୍ୟୁନ୍ କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ଯାହା ବି ଚାହୁଁଛି। ମାନେ କେତେ ରଖିଲେ ପିଲାଟି ସିଲେକ୍ଟ ହେଇପାରିବ ତ ସେଇଟା କହିଦେବାଟା ଭଲ। କାରଣ ଏ 50% ଆପଣଙ୍କର ରହିଲା ପରେ ପିଲା ସିଲେକ୍ସନ ହେଇଯିବେ ବୋଲି ମୁଁ ଯଦି କହିଦେବି ତ ଭାଇମାନେ ସମସ୍ତେ ଆଶା ରଖିକି ରହିବେ। ତ ସେମିତି ଆଶା ସମସ୍ତେ ରଖନ୍ତୁ ଭାଇ, ସିଲେକ୍ସନ ହବା ପାଇଁ ସମସ୍ତେ ଆଶା ରଖନ୍ତୁ। କିଏ ବି ମନ ଦୁଃଖ କରନ୍ତୁନି ଯେ ମୁଁ ସିଲେକ୍ସନ ହେବିନି ସେମିତି କିଛି ନାହିଁ। ରେଜଲ୍ଟ ହିଁ ସବୁ କହିବ। ତ ଯାହା ହେଲେ ବି ଆପଣଙ୍କୁ ଭାଇ 80% ରଖିବାକୁ ପଡ଼ିବ। ତ ଯେଉଁମାନେ ବି ଯଦି ଭାଇ ଯଦି ବି କିଛି ଭୁଲ କହିଥାଏ ତ କ୍ଷମା କରିବେ। ମୁଁ ଭାଇ ପୁରା ପ୍ରାକ୍ଟିକାଲ କଥା କହୁଛି। ଯଦି 80% ଆପଣ ରଖନ୍ତି ଯଦି ଆପଣଙ୍କର ସିଲେକ୍ସନ ହବାର ବହୁତ ସମ୍ଭାବନା ରହୁଛି। ତ ବହୁତ ଭାଇ ତ ଭାଇ ଆମର ମାନେ ଡ୍ୟୁଟି ବିଷୟରେ ବି ପଚାରୁଥିଲେ କେତେ ଘଣ୍ଟା ରହୁଛି କଣ ସେମିତି ସବୁ ପଚାରୁଥିଲେ। ତ ଡ୍ୟୁଟି ତ ଆମର 6ରୁ 8 ଘଣ୍ଟା ଭାଇ ରହୁଛି, ସିଫ୍ଟ ୱାଇଜ ହଉଛି। ତ ବହୁତ କମେଣ୍ଟ କରୁଥିଲେ ସାଲାରୀ ବିଷୟରେ ବି କମେଣ୍ଟ କରୁଥିଲେ। ତ ସାଲାରୀ ଭିଡ଼ିଓ ଭାଇ ପୁରା ଡିଟେଲ୍ସରେ ମୁଁ ସବୁ କହିଦେଇଛି। ସାଲାରୀ ଭିଡ଼ିଓ ବି ଆମର ଚ୍ୟାନେଲରେ ଅଛି ତ ଯାଇକି ଦେଖିନେବେ। ଭାଇ ପ୍ରାୟ ଭିଡ଼ିଓ ମୁଁ ବନେଇ ସାରିଛି ଭାଇବାକୁ ନେଇକି, ସବୁ ଭିଡ଼ିଓ ଭାଇ ବନେଇ ସାରିଛି। ଆପଣ ଯାଇକି ଚ୍ୟାନେଲରେ ବି ଦେଖିପାରିବେ। ମାନେ ଯାହା ବି ଡାଉଟ୍ ଭାଇ ପଚାରନ୍ତୁ। ମୋତେ ତ ଟାଇମ୍ ମିଳୁନି, ଯାହା ବି ଟାଇମ୍ ମିଳିଲେ ମୁଁ ପରେ ଆପଣଙ୍କ ପାଇଁ ଭିଡ଼ିଓଟି ଆଣି ଦଉଛି। ତ ଯଦି ବି କିଛି ଭାଇ ଭୁଲ ଥାଏ ଭାଇ କ୍ଷମା କରିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଭିଡ଼ିଓକୁ ଭାଇ ଲାଇକ୍ କରିବେ ଆଉ ଚ୍ୟାନେଲକୁ ଆମର ସବସ୍କ୍ରାଇବ କରିବେ। ଭାଇ ବହୁତ ତ ସପୋର୍ଟ କଲେଣି, ଧନ୍ୟବାଦ। ଏମିତି ସପୋର୍ଟ ରହୁଥାଉ। ଆଉ ଆଗକୁ ବି ଦେଖିବା ଭାଇ ଚ୍ୟାନେଲରେ ମାନେ ଯେଉଁ ବି ମାନେ ଜବ୍ର ଆମର ଡିଫେନ୍ସ ଜବ୍ର ଯାହା ବି ଅପଡ଼େଟ୍ ଆସୁଛି ତ ମୁଁ ଆପଣଙ୍କୁ ଜଣେଇ ଦଉଛି। ତ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖିଥାନ୍ତୁ, ମାନେ ନେକ୍ସଟ ଯାହା ବି ଆପଡ଼େଟ୍ ଆସିବ ଆମର ଜାଣିବେ। ତ ଭିଡ଼ିଓଟି ଭାଇ ଯେହେତୁ ଷ୍ଟେବଲ୍ ରହୁନି, ଯେହେତୁ ମୋ ପାଖରେ ଷ୍ଟାଣ୍ଡ ବି ନାହିଁ ମାନେ ଭିଡ଼ିଓ କରିବାକୁ, ତ ସେଇଟା କିଛି ଭାବିବେ ନାହିଁ, ମାଇଣ୍ଡ ନେବେନି। ଯାହାହେଲେ ବି ଯଦି ଇନଫର୍ମେସନ୍ ମିଳିଥାଏ ଭାଇ ଭିଡ଼ିଓକୁ ଲାଇକ୍ କରିବେ। ଅ, ଭାଇ ଆଉ କିଛି ବି ଯଦି କମେଣ୍ଟ ମାନେ ଆପଣଙ୍କର ପ୍ରଶ୍ନ ଥାଏ ତ କମେଣ୍ଟ କରନ୍ତୁ। ମୁଁ ତ ଭାଇ ଟ୍ରାଏ କରୁଛି ସବୁ କମେଣ୍ଟର ଉତ୍ତର ଦେବା ପାଇଁ ଟ୍ରାଏ କରୁଛି। ମାନେ ଯାହା ବି ଆପଣମାନେ କମେଣ୍ଟ କରୁଛନ୍ତି ମୁଁ ସବୁ କମେଣ୍ଟ ଦେଖୁଛି।
ଆପଣଙ୍କୁ ରିପ୍ଲାଏ ବି ଦଉଛି। ଯଦି ଯେଉଁମାନଙ୍କୁ ଭାଇ ଦେଇପାରିଲିନି ତ କ୍ଷମା କରିବେ, କାରଣ ଭାଇ ଟାଇମର ଅସୁବିଧା ରହୁଛି ଭାଇ, ଯେହେତୁ ମୁଁ ଡ୍ୟୁଟି କରିକି ଆସିଲା ଭିତରେ ମାନେ ପରେ ମୋର ବି ଯେହେତୁ ପର୍ସନାଲ କାମ କିଛି ରହୁଛି, ତ ସେଥିପାଇଁ ଭିଡ଼ିଓଟି ଆଣିପାରୁନାହିଁ। ତ ଭାଇ ଏତିକି ହିଁ ଭିଡ଼ିଓ, ଯାହା ବି ଭାଇ ଯଦି ଆପଣଙ୍କୁ ଭଲ ଲାଗେ ତ ଲାଇକ୍ କରନ୍ତୁ ଭାଇ ଭିଡ଼ିଓକୁ। ରହୁଛି ଭାଇ, ଧନ୍ୟବାଦ।